ଲୋକହିତକର ପାଇଁ ଚାଲୁ ରହିଥିବା ସେବା ଓଡ଼ିଶାରେ କେବେ ବନ୍ଦ ହେବ ନାହିଁ। ବିଜେଡି ଅମଳରେ ଚାଲୁ ରହିଥିବା ଲକ୍ଷ୍ମୀ ବସ୍ ଓଡ଼ିଶାରେ ଚାଲୁ ରହିବ, ଏ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର ଓ ଆଜି ତାହା କରି ଦେଖାଇଛନ୍ତି। ବିଜେପି ସରକାର ଲକ୍ଷ୍ମୀ ବସ୍ ନାମକୁ ପରିବର୍ତ୍ତନ କରି ନାମ ବଦଳାଇ ମୁଖ୍ୟମନ୍ତ୍ରୀ ସେବା ନାମରେ ଓଡ଼ିଶାରେ ଚାଲୁ ରହିଲା ଓ ଆଜି କିଛି ଜିଲ୍ଲାରେ ଏହି ବସ୍ ସବୁଜ ରଙ୍ଗରୁ ଗେରୁଆ ରଙ୍ଗରେ ପରିଣତ ହୋଇଛି। ଲୋକହିତକର ପାଇଁ ଚାଲୁ ରହିଥିବା ସେବା ଓଡ଼ିଶାରେ କେବେ ବନ୍ଦ ହେବ ନାହିଁ। ବିଜେଡି ଅମଳରେ ଚାଲୁ ରହିଥିବା ଲକ୍ଷ୍ମୀ ବସ୍ ଓଡ଼ିଶାରେ ଚାଲୁ ରହିବ, ଏ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର ଓ ଆଜି ତାହା କରି ଦେଖାଇଛନ୍ତି। ବିଜେପି ସରକାର ଲକ୍ଷ୍ମୀ ବସ୍ ନାମକୁ ପରିବର୍ତ୍ତନ କରି ନାମ ବଦଳାଇ ମୁଖ୍ୟମନ୍ତ୍ରୀ ସେବା ନାମରେ ଓଡ଼ିଶାରେ ଚାଲୁ ରହିଲା ଓ ଆଜି କିଛି ଜିଲ୍ଲାରେ ଏହି ବସ୍ ସବୁଜ ରଙ୍ଗରୁ ଗେରୁଆ ରଙ୍ଗରେ ପରିଣତ ହୋଇଛି।